ଆଜି ଆମେ ଯାଉଛୁ ଆମ ଗାଁରୁ 10ରୁ 15 କିଲୋମିଟର ଦୂରରେ ଥିବା ଷୋଳପୁଅମା ମନ୍ଦିର, ଯୋଉଟା କି ଗୋଟେ ପାହାଡ ଉପରେ ଗୁମ୍ଫା ଭିତରେ ଅଛି। ଆଉ ଆମକୁ ଯାହାର ଡର ଥିଲା ସେଇଆ ହିଁ ହେଲା। ଯିବା ବାଟରେ ଏତେ ଜୋରେ ବର୍ଷା ପକେଇଲା କି ଆମକୁ କିଛି ଟାଇମ ୱେଟ କରିବାକୁ ପଡ଼ିଲା। ବର୍ଷା ଛାଡିବା ମାତ୍ରେ ହିଁ ଆମେ ଆସିକି ପହଞ୍ଚି ଯାଇଥିଲୁ ସେ ପାହାଡ ପାଖରେ। ପାହାଡ ଉପରକୁ କିଛି ବାଟ ଢଳେଇ ରାସ୍ତାରେ ଯିବା ପରେ ତାପରେ ଆସିଗଲା ମାଟି ରାସ୍ତା, ଯାହାକୁ ପାର କରିବା ବହୁତ ମୁସ୍କିଲ ଥିଲା। ମାଟି ରାସ୍ତା ପାର କରିସାରିଲା ପରେ ଆମକୁ ଯିବାର ଥିଲା ପୁରା ପାହାଡର ଉପର। ସେଥିପାଇଁ ଆମେ ଡେରି ନ କରି ଜଲ୍ଦି ପାହାଡକୁ ଚଢିବା ଷ୍ଟାର୍ଟ କରିଦେଇଥିଲୁ। ଆଉ ମୁଁ ପୁରା ଏକ୍ସାଇଟେଡ ରେ ଦୌଡ଼ି ଦୌଡ଼ିକା ଆଗକୁ ପଳେଇଥିଲି। ଆଉ ବର୍ଷା ଲାଗି ପାହାଡ ଚଢିବାକୁ ବହୁତ ଅସୁବିଧା ହଉଥିଲା, କାହିଁକି ନା ରାସ୍ତା ଗୁଡାକ ବହୁତ ଖସଡା ହେଇଯାଇଥିଲା। ପାହାଡର ଅଧା ଆଜି ଚଢିଲା ପରେ ଆମକୁ ଲାଗୁଥିଲା ଆମେ ଗୋଟେ ଅଲଗା ଦୁନିଆକୁ ପଳେଇ ଆସିଛୁ, କାହିଁକି ନା ଭିଉ ଗୁଡା ହିଁ ସେମିତି ଥିଲା। ଆଉ ଏପଟେ ବାବୁ ଜଣକ ଥକିକି ବସି ପଡିଥିଲେ। ତାପରେ କିଛି ଟାଇମ ଆମେ ଫଟୋ ସୁଟ କରିକି ଏଉଠୁ ପୁଣି ଥରେ ଚାଲିବା ଷ୍ଟାର୍ଟ କରିଦେଇଥିଲୁ। ଆଉ ଏଉଠୁ ଆରମ୍ଭ ହେଲା ସବୁଠାରୁ କଷ୍ଟ ରାସ୍ତା, କାହିଁକିନା ରାସ୍ତା ଗୁଡାକ ବହୁତ ପତଳା ଥିଲା, ଚଢିବାକୁ ବି ବହୁତ ଅସୁବିଧା ହଉଥିଲା। ଫିର ବି ଆମେ ପାହାଡ ଚଢି ଚାଲିଥିଲୁ, କାହିଁକିନା ଆମେ ମନ୍ଦିର ଦେଖିବା ପାଇଁ ବହୁତ ଏକ୍ସାଇଟେଡ ଥିଲୁ। ଆଉ ଏଉଠୁ ତ ଆମେ ଭାବୁଥିଲୁ କେମିତି ଚଢିବୁ, କାହିଁକିନା ରାସ୍ତା ଗୁଡାକ ଏମିତି ଥିଲା ଆମେ ପୁରା ଡରି ଯାଇଥିଲୁ। ତ ଫାଇନାଲି ଏତେ କଷ୍ଟ କରିସାରିଲା ପରେ ଆମେ ଆସି ପହଞ୍ଚି ଯାଇଥିଲୁ ମନ୍ଦିରର ଫ୍ରଣ୍ଟରେ। ତ ଆଉ ଡେରି ନ କରି ମନ୍ଦିରର ଘଣ୍ଟି ବଜାଇ ଆମେ ପଶି ଯାଇଥିଲୁ ଭିତରକୁ ଠାକୁରଙ୍କ ଦର୍ଶନ ପାଇଁ। କିଛି ବାଟ ଭିତରକୁ ଗଲା ପରେ ଫାଇନାଲି ଆମେ ସେ ଗୁମ୍ଫାଟାକୁ ଦେଖିଲୁ ଯୋଉଠାରେ ଠାକୁର। ଆଉ ଏ ମନ୍ଦିରର ନାଁ ହଉଛି ଷୋଳପୁଅମା ମନ୍ଦିର। ଦର୍ଶନ ସରିଲା ପରେ କିଛି ଟାଇମ ଆମେ ସେଠି ରିଲାକ୍ସ ହବା ପାଇଁ ବସିଗଲୁ, କାହିଁକିନା ଆମ ଗୋଡ଼ ହାତ ବହୁତ ବିନ୍ଧୁଥିଲା। ଆଉ ହଁ ସାଙ୍ଗମାନେ, ଯଦି ଭିଡ଼ିଓଟି ଭଲ ଲାଗିଥିବ ନିହାତି କମେଣ୍ଟ କରିକି ଜଣେଇବେ।